ତେବେ ଦର୍ଶକ ବନ୍ଧୁ ଅବସର ନେଇ ରୋହିତ ଶର୍ମା କଲେ ଏକ ହୃଦୟଭଙ୍ଗା ଖୁଲାସା। ମୁଁ ଭିତରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ତେବେ ହଁ ଦର୍ଶକ ବନ୍ଧୁ, ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି, ଯାହା ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପ୍ରଥମ ଥର ପାଇଁ ରୋହିତ ଶର୍ମା ଖୋଲାଖୋଲି ଭାବରେ ସ୍ୱୀକାର କରିଛନ୍ତି ଯେ 2023 ODI ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ସେ କ୍ରିକେଟ ଛାଡ଼ିବାକୁ ଚିନ୍ତା କରିଥିଲେ। ସେ କହିଥିଲେ ଯେ ଏହି ପରାଜୟ ତାଙ୍କୁ ଭିତରେ ଭିତରେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ତେବେ ଗୁରୁଗ୍ରାମର ମାଷ୍ଟର୍ସ ୟୁନିୟନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରୋହିତ ଶର୍ମା କହିଛନ୍ତି ଯେ 2023 ବିଶ୍ୱକପ୍ ଫାଇନାଲ ପରେ ସେ ସମ୍ପୂର୍ଣ୍ଣ ଏକାକୀ ଅନୁଭବ କରିଥିଲେ। ତେବେ ରୋହିତ କହିଛନ୍ତି, ମୁଁ ଅନୁଭବ କରିଥିଲି ଯେ ଯେପରି କ୍ରିକେଟ ମୋଠାରୁ ସବୁକିଛି ଛଡ଼ାଇ ନେଇଛି। ମୁଁ ଆଉ ଖେଳ ଖେଳିବାକୁ ଚାହୁଁନଥିଲି। ସେତେବେଳେ ମୋର ଆଉ ଶକ୍ତି ନଥିଲା। ତେବେ ଏହା ଉଲ୍ଲେଖନୀୟ ଯେ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ସେହି ଟୁର୍ଣ୍ଣାମେଣ୍ଟରେ ଲଗାତାର 9ଟି ମ୍ୟାଚ୍ ଜିତି ଫାଇନାଲରେ ଏକ ଉଲ୍ଲେଖନୀୟ ପରାଜୟର ସାମ୍ନା କରିଥିଲା। ହେଲେ ଅହମ୍ମଦାବାଦରେ ଫାଇନାଲରେ ଟ୍ରାଭିସ୍ ହେଡ୍ଙ୍କ ଶତକ ଭାରତର ଆଶାକୁ ଧୂଳିସାତ କରିଦେଇଥିଲା। ତେବେ ରୋହିତ ବ୍ୟାଖ୍ୟା କରିଥିଲେ ଯେ ଅଧିନାୟକ ଭାବରେ ଏହି ପରାଜୟ ତାଙ୍କ ପାଇଁ ଆହୁରି କଷ୍ଟକର ଥିଲା। ସେ କହିଥିଲେ, ମୁଁ କେବଳ 2 କିମ୍ବା 3 ମାସ ପାଇଁ ନୁହେଁ, ବରଂ 2022ରେ ଅଧିନାୟକ ହେବା ପରଠାରୁ ସେହି ବିଶ୍ୱକପ୍ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଯେତେବେଳେ ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ, ସମସ୍ତେ ଅତ୍ୟନ୍ତ ନିରାଶ ହୋଇଥିଲେ। ଯାହା ଘଟିଗଲା ତାହା ଆମେ ବିଶ୍ୱାସ କରିପାରିଲୁ ନାହିଁ। ବ୍ୟକ୍ତିଗତ ଭାବରେ ଏହା ମୋ ପାଇଁ ଏକ ବହୁତ କଷ୍ଟକର ସମୟ ଥିଲା। ଏହି କ୍ଷତିରୁ ମୁକୁଳିବା ପାଇଁ ତାଙ୍କୁ କିଛି ସମୟ ଲାଗିଗଲା। ସେ ବାରମ୍ବାର ନିଜକୁ ମନେ ପକାଇ ଦେଉଥିଲେ ଯେ କ୍ରିକେଟ ତାଙ୍କର ସର୍ବୋତ୍ତମ ପ୍ରେମ ଏବଂ ସେ ଏହାକୁ ଏତେ ସହଜରେ ଛାଡ଼ିପାରିବେ ନାହିଁ। ତେବେ ରୋହିତ ସ୍ୱୀକାର କରିଛନ୍ତି ଯେ ସେ ଧୀରେ ଧୀରେ ନିଜକୁ ଏକତ୍ରିତ କରିଥିଲେ, ପୁଣି ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ପଡ଼ିଆକୁ ଫେରିବା ପାଇଁ ସାହସ ସଂଗ୍ରହ କରିଥିଲେ। ସେ କହିଥିଲେ, ଏହା ମୋ ପାଇଁ ଏକ ବଡ଼ ଶିକ୍ଷା ଥିଲା। ନିରାଶାର ମୁକାବିଲା କିପରି କରିବେ, ନିଜକୁ କିପରି ପୁନଃସ୍ଥାପନ କରିବେ ଏବଂ କିପରି ଆଗକୁ ବଢ଼ିବେ। ଯଦିଓ ରୋହିତ ଏବେ T20 ଅନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ମଧ୍ୟ କାଢ଼ି ନିଆଯାଇଛି, ସେ ଏବେ ବି ODI କ୍ରିକେଟ ଖେଳୁଛନ୍ତି। ତାଙ୍କର ଲକ୍ଷ୍ୟ ହେଉଛି 2027 ଦିନିକିଆ ବିଶ୍ୱକପ୍ ଖେଳିବା ଏବଂ ତାଙ୍କ କ୍ୟାରିୟରକୁ ଉଚ୍ଚ ସ୍ୱରରେ ଶେଷ କରିବା। ତେବେ 2023ର ନିରାଶାର ପ୍ରାୟ ଗୋଟିଏ ବର୍ଷ ପରେ ରୋହିତ ଶର୍ମା 2024 T20 ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ନିଶ୍ଚିତ ଭାବରେ ପୁରୁଣା କ୍ଷତକୁ ପୂରଣ କରିଥିଲା। ତେବେ ରୋହିତ ସ୍ୱୀକାର କରିଥିଲେ ଯେ ପଛକୁ ଚାହିଁ ଏସବୁ କହିବା ଏବେ ସହଜ ମନେ ହୁଏ, କିନ୍ତୁ ସେତେବେଳେ ପରିସ୍ଥିତି ଅତ୍ୟନ୍ତ କଷ୍ଟକର ଥିଲା। ସେ କହିଥିଲେ ଯେ ସେହି ନିରାଶକୁ ଦୂର କରିବା ସହଜ ନଥିଲା। ତେବେ ଏହିଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।